ମୋ ସହିତ ଆପଣ ମାନେ ଦ୍ୱିତୀୟ ତିମୋଥୀ 3 ଅଧ୍ୟାୟକୁ ଆସିବେ। ଦ୍ୱିତୀୟ ତିମୋଥୀ 3 ଅଧ୍ୟାୟ 12 ପଦରେ ଲେଖାଯାଏ, ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ତାଳନା ଭୋଗ କରିବେ। ପ୍ରିୟ ଭାଇ ଭଉଣୀମାନେ, ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ପବିତ୍ର ହେବା ପାଇଁ ଚାହାନ୍ତି, ଧର୍ମ ଜୀବନ ଯାପନ କରିବା ପାଇଁ ଚାହାନ୍ତି, ସଂକୀର୍ଣ୍ଣ ପଥ ଦେଇ ଚାଲିବା ପାଇଁ ଚାହାନ୍ତି, ସେମାନେ ତାଳନା ଭୋଗ କରିବେ। ଏହି ପ୍ରକାର ପ୍ରଚାରକ, ଏହି ପ୍ରକାର ବକ୍ତା ମାନଙ୍କୁ ଆଜି ଖ୍ରୀଷ୍ଟିଆନ ସମାଜରେ ଅନେକ ଭାଇ ଭଉଣୀ ମାନେ ପସନ୍ଦ କରନ୍ତି ନାହିଁ। କିନ୍ତୁ ସେମାନଙ୍କୁ ସେମାନେ ପସନ୍ଦ କରନ୍ତି ଯେଉଁମାନେ କହନ୍ତି କି ତୁମେ ଖ୍ରୀଷ୍ଟଙ୍କ ଠାରେ ଆସ, ତୁମର ଦୁଃଖ ଘୁଞ୍ଚିଯିବ, ଅଭାବ ରହିବ ନାହିଁ, ଦୁଃଖ ନାହିଁ, ନିନ୍ଦା ନାହିଁ, ତାଳନା ନାହିଁ। ଏହି ପ୍ରକାର କଥା ଗୁଡ଼ିକ ଯେଉଁମାନେ ପ୍ରଚାର କରନ୍ତି ସେମାନଙ୍କୁ ସେମାନେ ପସନ୍ଦ କରନ୍ତି। ତୁମେ ଖ୍ରୀଷ୍ଟଙ୍କ ଠାରେ ଆସ, ତୁମର ସମ୍ପତ୍ତି ବଢିଯିବ, ଘର ଉପରେ ଘର ବାନ୍ଧିବ, ଦୁଃଖ ଆଉ ରହିବ ନାହିଁ। ଏହି ଯୋଉ ମିଥ୍ୟା କଥା ଗୁଡ଼ିକ, ଏହା ଲୋକମାନେ ଏହି ଶିକ୍ଷାକୁ ଗ୍ରହଣ କରୁଛନ୍ତି ଆଉ ଏ ପ୍ରକାର ବକ୍ତା ମାନଙ୍କର ଭକ୍ତ ହେଇଯାଇଛନ୍ତି, ଏ ପ୍ରକାର ପ୍ରଚାରକ ମାନଙ୍କର ଭକ୍ତ ସେମାନେ ହେଇଯାଇଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କର ବାକ୍ୟ କହେ ଏହି ସତ୍ୟ ବାକ୍ୟକୁ ପ୍ରଚାର କରୁଥିବା ଦାସ ମାନଙ୍କୁ ଆଜି ଖ୍ରୀଷ୍ଟିଆନ ସମାଜରେ ସେମାନେ ପସନ୍ଦ କରନ୍ତି ନାହିଁ। ଆପଣ କାହାକୁ ପସନ୍ଦ କରନ୍ତି ଏହା ମୁଁ କହିବା ପାଇଁ ଚାହେଁ। ଆପଣ କାହାକୁ ପସନ୍ଦ କରନ୍ତି? ଈଶ୍ୱରଙ୍କ ବାକ୍ୟକୁ ନା ମନୁଷ୍ୟମାନଙ୍କର ଜ୍ଞାନ ବୁଦ୍ଧିକୁ? ଆପଣ କାହାକୁ ପସନ୍ଦ କରନ୍ତି? ପ୍ରିୟ ଭାଇ ଭଉଣୀ ମାନେ, ବାଇବଲ କହେ ପ୍ରଭୁ ଆମ୍ଭମାନଙ୍କୁ ଯାହା ଲେଖି ଦେଇଛନ୍ତି ଯେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ରହି ଧର୍ମ ଜୀବନ ଯାପନ କରିବା ପାଇଁ ଚାହାନ୍ତି ସେମାନେ ତାଳନା ଭୋଗ କରିବେ। ମୁଁ କହିବା ପାଇଁ ଚାହେଁ ଏହି ଦିନ ମାନଙ୍କରେ ଦିନକୁ ଦିନ ତାଳନା ବଢୁଛି, ଆହୁରି ଆଗକୁ ମଧ୍ୟ ତାଳନା ବଢିବ। ଆଉ ଜଣେ ଖ୍ରୀଷ୍ଟିଆନ ତାଳନା ନିମନ୍ତେ ପ୍ରସ୍ତୁତ ହେବାର ଆବଶ୍ୟକ ରହିଛି, ତାଳନାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକ ରହିଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ ଧରାପୃଷ୍ଠରେ ଥିଲେ ସେ ଯୋହନ ଲିଖିତ ସୁସମାଚାର 16 ଅଧ୍ୟାୟ 33 ପଦରେ କହିଲେ ଯେ ତୁମ୍ଭମାନଙ୍କ ନିମନ୍ତେ ଜଗତରେ କ୍ଲେଶ ଅଛି, କିନ୍ତୁ ମନୁଷ୍ୟମାନେ କହୁଛନ୍ତି ଯେ ଜଗତରେ ତୁମ ପାଇଁ କ୍ଲେଶ ନାହିଁ, ଦୁଃଖ ନାହିଁ, ଅଭାବ ନାହିଁ। ଆପଣ କାହା କଥା ବିଶ୍ୱାସ କରୁଛନ୍ତି? ଆପଣ ମନୁଷ୍ୟମାନଙ୍କ କଥା ବିଶ୍ୱାସ କରୁଛନ୍ତି ନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କଥାକୁ ବିଶ୍ୱାସ କରୁଛନ୍ତି? ଯୀଶୁ ଯଦି କହୁଛନ୍ତି ତାଳନା ଅଛି, ନିଶ୍ଚିତ ଭାବରେ ତାଳନା ରହିବ, ଦୁଃଖ ରହିବ। ସେ କେବଳ ତାଳନା ଅଛି କହିଲେ ତାହା ନୁହେଁ, ସେ କହିଲେ ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି, ମାତ୍ର ସାହସ ଧର, ଜଗତକୁ ମୁଁ ଜୟ କରିଛି। ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟିଆନ ଜୀବନ ଗୋଟେ ଦୁଃଖ ଦେଇ, କ୍ଲେଶ ଦେଇ ଯିବା ଜୀବନ ଅଟେ। ଆଉ ଏହି କ୍ଷଣିକ ଦୁଃଖ ପରେ ପରମେଶ୍ୱର ଆମକୁ ଅନନ୍ତ କାଳର ସୁଖ ସେ ରଖିଛନ୍ତି। ସେଥିପାଇଁ ଆଜି ଆପଣ କାହାକୁ ପସନ୍ଦ କରନ୍ତି ମୁଁ କହିବା ପାଇଁ ଚାହେଁ। ଆପଣମାନେ ସେମାନଙ୍କର ଶିକ୍ଷା ଶୁଣନ୍ତୁ ଯେଉଁମାନେ ଆପଣମାନଙ୍କୁ ତାଳନା ପାଇଁ ପ୍ରସ୍ତୁତ କରୁଛନ୍ତି, ଯେଉଁମାନେ ଆପଣଙ୍କୁ ପବିତ୍ର ହେବାର ଶିକ୍ଷା ଦେଉଛନ୍ତି, ଯେଉଁମାନେ ତାଙ୍କର ଆଗମନକୁ ପ୍ରସ୍ତୁତ କଲା ଭଳି ପରାମର୍ଶ ଦେଉଛନ୍ତି, ଆପଣମାନେ ସେମାନଙ୍କର ଶିକ୍ଷା ଶୁଣନ୍ତୁ, ନିଜକୁ ସୁଧାରନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଦ୍ୱିତୀୟ ବିଷୟ କହିବା ପାଇଁ ଚାହେଁ, କେଉଁ ବକ୍ତା ମାନଙ୍କୁ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପସନ୍ଦ କରନ୍ତି ନାହିଁ। ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ବକ୍ତା ବା ଦ୍ୱିତୀୟ ଶିକ୍ଷକ ବା ଦ୍ୱିତୀୟ ପ୍ରଚାରକ ବୋଲି ମଧ୍ୟ ଆମେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆପଣମାନେ ପ୍ରେରିତ ପୁସ୍ତକ 2 ଅଧ୍ୟାୟକୁ ଆସିବେ। ପ୍ରେରିତ ପୁସ୍ତକ 2 ଅଧ୍ୟାୟ 40 ପଦ। ପୁଣି ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, ଏହି କୁଟିଳ ବଂଶ ଠାରୁ ଆପଣମାନେ ରକ୍ଷା ହୁଅନ୍ତୁ ବା ରକ୍ଷା ପାଆନ୍ତୁ ବା ପୃଥକ ହୁଅନ୍ତୁ। ପିତର ଯେଉଁ ସମୟରେ ପେଣ୍ଟିକୋଷ୍ଟ ଦିବସରେ ସେ ପ୍ରଚାର କରୁଥିଲେ, ସେହି ସମୟରେ ଅନେକ ଲୋକ ବା 3000 ଲୋକ ତାଙ୍କର ବାକ୍ୟକୁ ଗ୍ରହଣ କଲେ, ବାପ୍ତିଜିତ ହେଲେ। ତାପରେ ସେ ପରାମର୍ଶ ଦଉଛନ୍ତି, ଶିକ୍ଷା ଦଉଛନ୍ତି ଯେ ତୁମେ କଣ ହୁଅ, ଏଇ କୁଟିଳ ବଂଶ ଠାରୁ ତୁମେ ରକ୍ଷା ହୁଅ ବା ପୃଥକ ହୁଅ। ଆଜି ଖ୍ରୀଷ୍ଟିଆନ ସମାଜରେ ପୃଥକୀକୃତ ବିଷୟରେ ଯେଉଁମାନେ ପ୍ରଚାର କରୁଛନ୍ତି ସେହି ବକ୍ତା ମାନଙ୍କୁ ଅନେକ ଭାଇ ଭଉଣୀ ମାନେ ଗ୍ରହଣ କରନ୍ତି। ତୁମେ ପୃଥକ ହୁଅ, ପରମ୍ପରାରୁ ପୃଥକ ହୁଅ, ତୁମେ ଜଗତରୁ ପୃଥକ ହୁଅ, ଏହି କଥାକୁ ଅନେକ ଭାଇ ଭଉଣୀ ମାନେ ବିଶ୍ୱାସ କରନ୍ତି ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ପୃଥକ ନ ହେଲେ ସେ ଆମର ପରମେଶ୍ୱର ହେବେ ନାହିଁ, ସେ ଆମର ପ୍ରଭୁ ହେବେ ନାହିଁ। ଏହା ବାଇବଲ କହେ। ଯଦି ଆପଣମାନେ 2 କରିନ୍ଥୀୟ 6 ଅଧ୍ୟାୟକୁ ଆସିବେ 17 ପଦରେ ଏହି ପ୍ରକାର ଲେଖାଯାଏ, ଏଣୁ ପ୍ରଭୁ ଏହା କହନ୍ତି, ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ, ପୁଣି ଆମ୍ଭେ ତୁମମାନଙ୍କୁ ଗ୍ରହଣ କରିବା।
ସେ କେତେବେଳେ ଗ୍ରହଣ କରିବେ ଯେତେବେଳେ ଆମେ ପୃଥକ ହେବା। ଆଜି ଅନେକ ଭାଇ ଭଉଣୀ ମାନେ ସେମାନେ ମଣ୍ଡଳୀରେ ଅଛନ୍ତି, ମାତ୍ର ସେମାନେ ପୃଥକ ହେଇନାହାନ୍ତି। କଣ ପୃଥକ ହେଇନାହାନ୍ତି? ଆଜି ମଧ୍ୟ ନିଜର ପୁଅ ଝିଅକୁ ସେମାନେ କଳା ଦୌଡ଼ି ବାନ୍ଧନ୍ତି, କଳା ଟୁପା ପିନ୍ଧାନ୍ତି। ଆଜି ମଧ୍ୟ ସେମାନେ କଣ କରନ୍ତି ଯେ ବିଭିନ୍ନ ପ୍ରକାର ଏ ଯୋଉ ଉଠାଣି କାର୍ଯ୍ୟକ୍ରମ କରନ୍ତି। ଆଜି ମଧ୍ୟ ସେମାନେ ପରିବାରରେ କିଏ ମୃତ୍ୟୁବରଣ କଲେ ସେମାନେ 3 ଦିନିଆ ସେ କ୍ରିୟାକୁ କରନ୍ତି, 10 ଦିନିଆ, ବିଭିନ୍ନ ପ୍ରକାର ବନ୍ଧନରେ ସେମାନେ ଅଛନ୍ତି, ପୃଥକ ହେଇନାହାନ୍ତି। ଆଉ ଯେଉଁ ପ୍ରଚାରକ ମାନେ, ଯେଉଁ ପ୍ରଭୁଙ୍କ ଦାସ ମାନେ ଏଇ ପୃଥକୀକୃତ ଶିକ୍ଷା ଦିଅନ୍ତି, ସେମାନଙ୍କୁ ସେମାନେ ପସନ୍ଦ କରନ୍ତି ନାହିଁ। ଆପଣ କାହାକୁ ପସନ୍ଦ କରୁଛନ୍ତି? ପ୍ରିୟ ଭାଇ ଭଉଣୀ ମାନେ, ପରମ୍ପରାକୁ ଭାଙ୍ଗିବାର ସେବା କାର୍ଯ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଥିଲା। ସେ ବାକ୍ୟ ପ୍ରଚାର କରୁଥିଲେ, ସବୁ ବିଷୟରେ ଶିକ୍ଷା ଦେଉଥିଲେ, ମାତ୍ର ପରମ୍ପରା ବିରୁଦ୍ଧରେ ମଧ୍ୟ ସେ ଶିକ୍ଷା ଦେଉଥିଲେ। ଆଜି ଅନେକ ଭାଇ ଭଉଣୀ ମାନେ ସେମାନଙ୍କର ପରମ୍ପରାକୁ ଧରି ବସିଛନ୍ତି। ପ୍ରାଚୀନ ମାନଙ୍କର ପରମ୍ପରା, ଯୋଉ ସିଞ୍ଚା ବାପ୍ତିସ୍ମ, ଶିଶୁ ବାପ୍ତିସ୍ମ, ଏସବୁ ବିଷୟ ବାଇବେଲର ନୁହେଁ। ଆଉ ଯେଉଁମାନେ ଏହି ସଂଶୋଧନର ବାକ୍ୟ, ଏହି ପୃଥକୀକୃତର ବାକ୍ୟ ଯେଉଁମାନେ କହନ୍ତି, ସେଇ ପ୍ରକାର ବକ୍ତା ମାନଙ୍କୁ ସେମାନେ ପସନ୍ଦ କରନ୍ତି। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ଆମେ ନିଜକୁ ସୁଧାରିବା, ପ୍ରଭୁଙ୍କ ନିକଟରେ ଆମେ ଫେରି ଆସିବା। ମୁଁ ତୃତୀୟ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯେଉଁମାନେ କି କଣ କରନ୍ତି ନାହିଁ, ସେ ପ୍ରକାର ବକ୍ତା ମାନଙ୍କୁ ପସନ୍ଦ କରନ୍ତି ନାହିଁ, ସେମାନେ କିଏ? ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ସେଇ ମାଥ୍ୟୁ ଲିଖିତ ସୁସମାଚାର 13 ଅଧ୍ୟାୟକୁ ଆସିବେ। ବିଶ୍ୱାସୀ ମାନେ କେଉଁ ବକ୍ତା ମାନଙ୍କୁ ପସନ୍ଦ କରନ୍ତି ନାହିଁ, ଏ ବିଷୟରେ ଆମେ କଥାବାର୍ତ୍ତା ହଉଛୁ। ମାଥ୍ୟୁ ଲିଖିତ ସୁସମାଚାର 13 ଅଧ୍ୟାୟ 57 ପଦରେ ଲେଖାଯାଏ, ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ, କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସି ଠାରେ ହତାଦର ହୁଅନ୍ତି। ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀ ମାନଙ୍କୁ ଆପଣମାନେ ଦେଖନ୍ତୁ, ଲକ୍ଷ୍ୟ କରନ୍ତୁ, ସେମାନେ ଗାଁର ପ୍ରଚାରକ ମାନଙ୍କୁ ପସନ୍ଦ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ନଗରରେ ପ୍ରତିପାଳିତ ହେଲେ, ନାଜରିତ ନଗରରେ ସେ ରହି, ନାଜରିତର ଲୋକମାନେ ତାଙ୍କଠାରେ ବିଘ୍ନ ପାଇଲେ। ଏ ତ ଆମ ଗାଁ ପିଲା, ଏ କଣ ଜାଣିଛି, ଆଉ ଏତେ ବୁଦ୍ଧି ଏତେ ଜ୍ଞାନ ଆସିଲେ ମଧ୍ୟ କଣ ହେବ, ଏ ତ ଗାଁ ଲୋକ। এই প্রকার নাগরিক লোকমানক তাঙ্কু ভাবিলে প্রভু যীশুখ্রিস্ট তাঙ্ক আখি আগরে সে পবিত্র জীবন যাপন করুছন্তি, সে সিদ্ধ ভাবে চালুছন্তি, তাঙ্কর শিক্ষা মধ্যে আশ্চর্য অটে, তথাপি লোকমানে আদর করু নাহান্তি, গ্রহণ করু নাহান্তি। খ্রিস্টিয়ান সমাজরে নিজ গাঁর নিজ অঞ্চলর বক্তা মানকু সেমান পছন্দ করিবে নাই, সেমানকু বাহারু বক্তা দরকার। আখি আগরে যে প্রভুঙ্ক দাস মানে সেমানে পরিশ্রম করুছন্তি, সেবা করুছন্তি, পবিত্র জীবন যাপন করুছন্তি, অভিষেক রয়েছে, সেমানকু সেমানে পছন্দ করন্তি নাই, বাহার দেশরু দরকার। সে বক্তা সে সিনেমা বায়া হি থাও, সে বক্তা সে বক্তার আত্মিক জীবন যেমিতি থাও না কাহিঁকি, সেমানকু অনেক ভাই ভণী মানে পছন্দ করন্তি। কাহিଁକି ସେମାନେ ଆସିଲେ ଏମାନଙ୍କର ଇଚ୍ଛା ଥିଲା ଭଳି କଥା ସେମାନେ କହିବେ, ଯୋଉଟା ଶୁଣିବା ପାଇଁ ମାନେ ଚାହୁଁଥିଲେ ସେଇଟା ଶୁଣିବେ, ସେଥିପାଇଁ ସେମାନେ ପସନ୍ଦ କରନ୍ତି। ଏଇସବୁ ବାକ୍ୟ ଗୁଡିକ ଆପଣମାନଙ୍କୁ ଭଲ ଲାଗି ନପାରେ, କିନ୍ତୁ ମୁଁ କହିବା ପାଇଁ ଚାହେଁ ଆମେ କେଉଁ ଦାସଙ୍କ ଠାରୁ ବାକ୍ୟ ଶୁଣିବାର ଅଛି, କେଉଁ ବାକ୍ୟ ଆମ ଜୀବନକୁ ସଜାଡି ପାରେ। ପ୍ରିୟ ଭାଇ ଭଣୀ ମାନେ ଏଇଟା ଆମେ ଧ୍ୟାନ ଦେବାର ଆବଶ୍ୟକ ରହିଛି। ସେଥିପାଇଁ ତୃତୀୟ ବିଷୟ ଆମେ ଦେଖୁଛୁ ଯେ କେଉଁ ବକ୍ତା ମାନଙ୍କୁ ଲୋକମାନେ ପସନ୍ଦ କରନ୍ତି ନାହିଁ, ଯେଉଁ ବକ୍ତା ମାନେ ଯେଉଁ ପ୍ରଭୁଙ୍କ ଦାସ ମାନେ ଆମ ଗାଁରେ ରହୁଛନ୍ତି, ନିଜ ଅଞ୍ଚଳର ଅଟନ୍ତି, ସେମାନଙ୍କୁ ସମ୍ମାନ ନାହିଁ, ଆଦର ନାହିଁ, କିଛି ନାହିଁ ଏଇ ଦିନ ମାନଙ୍କରେ। ଏହା ଆପଣ ସୁନିଶ୍ଚିତ ଭାବରେ ଦେଖିପାରୁଥିବେ ଆଜି ଦିନ ମାନଙ୍କରେ ଏଇ ସବୁ ବିଷୟ ଘଟୁଛି। ପ୍ରିୟ ଭାଇ ଭଣୀ ମାନେ, ମୁଁ ଶେଷ କଥା ଆଉ ଚତୁର୍ଥ କଥା କହିବା ପାଇଁ ଚାହେଁ, କେଉଁମାନଙ୍କୁ କେଉଁ ବକ୍ତା ମାନଙ୍କୁ ବିଶ୍ୱାସୀ ମାନେ ପସନ୍ଦ କରନ୍ତି ନାହିଁ। ବା ହିତୋପଦେଶ 12 ଅଧ୍ୟାୟକୁ ଆସିବେ। ହିତୋପଦେଶ 12 ଅଧ୍ୟାୟ 1 ପଦରେ ଲେଖାଯାଏ, ଯେଉଁ ଲୋକ ଶାସନ ଭଲ ପାଏ ସେ ଜ୍ଞାନ ଭଲ ପାଏ, ମାତ୍ର ଯେ ଅନୁଯୋଗ ଘୃଣା କରେ ସେ ପଶୁ ତୁଲେ। ଏ ସ୍ଥାନରେ ମୁଁ କହିବା ପାଇଁ ଚାହେଁ, ଯେଉଁମାନେ ଆମକୁ ସଂଶୋଧନର ବାକ୍ୟ କହନ୍ତି, ଯେଉଁ ବକ୍ତା ମାନେ ପାପକୁ ପରିତ୍ୟାଗ କର ବୋଲି କହନ୍ତି, ସେମାନଙ୍କୁ ସେମାନେ ପସନ୍ଦ କରନ୍ତି ନାହିଁ, ପସନ୍ଦ କରନ୍ତି ନାହିଁ। ଯେଉଁ ପ୍ରଭୁଙ୍କ ଦାସ ମାନେ ଆମକୁ ଅନୁଯୋଗର ଶିକ୍ଷା ଦିଅନ୍ତି, ପାପ ଛାଡ ଭାଇ, ପରିବର୍ତ୍ତନ ହେଇଯାଅ, ନହେଲେ ତୁମେ ବିନଷ୍ଟ ହେଇଯିବ, ଏହି କଥା ଯେତେବେଳେ ଆମକୁ ଯେଉଁ ବକ୍ତା ମାନେ ଆମକୁ କହନ୍ତି, ସେହି କଥାକୁ
ଅନେକ ବିଶ୍ୱାସୀ ଭାଇ ଭଉଣୀ ମାନେ ସେଇ ବକ୍ତା ମାନଙ୍କୁ ସେମାନେ କଣ କରନ୍ତି, ରାଗି ଯାଆନ୍ତି। ଯଦି ଆପଣ ମାନେ ଲୁକ ଲିଖିତ ସୁସମାଚାର 13 ଅଧ୍ୟାୟକୁ ଆସିବେ, 13 ଅଧ୍ୟାୟ 3 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି, ମୁଁ ତମ୍ଭମାନଙ୍କୁ କହୁଅଛି ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେଇ ପ୍ରକାର ବିନଷ୍ଟ ହେବ। ଯେଉଁ ପ୍ରଚାରକ ମାନେ ମନ ପରିବର୍ତ୍ତନ କର, ନହେଲେ ତୁମେ ନର୍କକୁ ପଳାଇବ, ନଷ୍ଟ ହେଇଯିବ, ବିନଷ୍ଟ ହେଇଯିବ, ଏହି କଥା ଯେତେବେଳେ କୁହାଯାଏ ସେମାନଙ୍କୁ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପସନ୍ଦ କରନ୍ତି ନାହିଁ। ତୁମେ ପ୍ରାର୍ଥନା ଯାଇ ଯାଇ କାହିଁକି ତୁମେ ଅନ୍ୟ ସ୍ତ୍ରୀ ପଛରେ ଯାଉଛ ଭାଇ? ତୁମେ ପ୍ରଭୁରେ ରହି ରହି ତୁମେ ଆଉ କାହା ସହିତ କାହିଁକି କଥା ହଉଛ? ତୁମେ ଚର୍ଚ୍ଚରେ ରହି ରହି କାହିଁକି ମଦ ପିଉଛ? ଏହି ସଂଶୋଧନ ମୂଳକ ଶିକ୍ଷା ଯେତେବେଳେ ପ୍ରଚାରକ ମାନେ କହନ୍ତି, ପ୍ରଭୁଙ୍କ ଦାସ ମାନେ କହନ୍ତି, ଏହି ପ୍ରକାର ଦାସ ମାନଙ୍କୁ ଖ୍ରୀଷ୍ଟିଆନ ସମାଜରେ ଆଦର ନାହିଁ, ସମ୍ମାନ ନାହିଁ। ଆଜି ଦିନ ମାନଙ୍କରେ ପ୍ରିୟ ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୃଥିବୀରେ କାହିଁକି ଆସିଲେ? ପାପ କର, ମଦ ପିଅ, ଜୁଆ କର, ନର ହତ୍ୟା କର, ଏହା କହିବା ପାଇଁ ସେ ଆସି ନଥିଲେ। ବ୍ୟଭିଚାର ପୃଥକ ହୁଅ, ପାପରୁ ପୃଥକ ହୁଅ, ମନ ପରିବର୍ତ୍ତନ କର, ଫେରି ଆସ, କାରଣ ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ, ଏହା କହିବା ପାଇଁ ସେ ଏହି ପୃଥିବୀ ପୃଷ୍ଠକୁ ସେ ଆସିଥିଲେ। ପ୍ରିୟ ଭାଇ ଭଉଣୀ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ବାପ୍ତିଜକ ଯୋହନଙ୍କୁ ହେରୋଦଙ୍କ ପରିବାର ରାଗିବାର କାରଣ କଣ? କାରଣ ବାପ୍ତିଜକ ଯୋହନ ହେରୋଦଙ୍କର କିଛି କ୍ଷତି କରିନଥିଲେ, ତାଙ୍କର ସମ୍ପତ୍ତିକୁ ସେ ଲୋଭ କରିନଥିଲେ, ତାଙ୍କର ଜମିକୁ ସେ ଅକିପାଏ କରିନଥିଲେ, କୌଣସି ବିଷୟ ତାଙ୍କର କ୍ଷତି କରିନଥିଲେ। ମାତ୍ର ସେ ଗୋଟେ ବିଷୟ କହିଲେ ଯେ ତୁମେ ଆପଣ ଭାଇର ଭାର୍ଯ୍ୟାକୁ ରଖିବା ଏହା ବିଧି ସଙ୍ଗତ ନୁହେଁ। ତୁମେ ସେଠିରୁ ମନ ପରିବର୍ତ୍ତନ କର, ନହେଲେ ତୁମେ ନର୍କକୁ ପଳାଇବ। ଏହି ପ୍ରକାର କଥା କହିବାରୁ ହେରୋଦ ଆଉ ତାଙ୍କର ସ୍ତ୍ରୀ ରାଗିଗଲେ, ତାଙ୍କୁ ରାଗିଗଲେ, ଗ୍ରହଣ କଲେ ନାହିଁ, ଆଉ ଜେଲରେ ତାଙ୍କର ମସ୍ତକକୁ କଣ କଲେ? ଛେଦନ କରିଦେଲେ। ଲୋକ ପଠାଇ ସେମାନେ ଖଡ୍ଗରେ ଯୋହନଙ୍କର ମସ୍ତକକୁ କାଟିଦେଲେ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ଆଜି ଦିନ ମାନଙ୍କରେ ଖ୍ରୀଷ୍ଟିଆନ ସମାଜରେ ବିଭିନ୍ନ ବାଇବେଲ ପରିବର୍ତ୍ତେ ବିଭିନ୍ନ ବିଷୟ ଗୁଡିକ ଘଟୁଛି, ଯାହାକି ବାଇବେଲ ବିଧି ସଙ୍ଗତ ନୁହେଁ, ବାଇବେଲ ସହମତ ନୁହେଁ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଆମେ କାହାକୁ ପସନ୍ଦ କରୁଛୁ? ବାଇବେଲର ପରମେଶ୍ୱରଙ୍କୁ, ନା ଯେଉଁମାନେ ବାଇବେଲ ବିରୋଧରେ କଥା କୁହନ୍ତି ସେ ବକ୍ତା ମାନଙ୍କୁ? ଆମେ ବାଇବେଲ ଭିତ୍ତିକ ପ୍ରଭୁଙ୍କ ଦାସମାନଙ୍କୁ ଆମେ ଗ୍ରହଣ କରୁଛୁ, ନା ଅନ୍ୟ କାହାକୁ ଗ୍ରହଣ କରୁଛୁ? ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ଏହି ପ୍ରକାର ବିଶ୍ୱାସୀ ମାନଙ୍କର ଆମେ ପୃଥକ ହେବା। ଯେଉଁ ପ୍ରଭୁଙ୍କ ଦାସ ମାନେ ଅନୁତାପର ଶିକ୍ଷା ଦଉଛନ୍ତି, ପରିବର୍ତ୍ତନ ହେବାର ପରାମର୍ଶ ଦଉଛନ୍ତି, ଆମେ ସେମାନଙ୍କର ଠାରୁ ଆମେ ଶିଖିବା। ଆମେ କୌଣସି ବକ୍ତା ପରି, କୌଣସି ମନୁଷ୍ୟ ପରି ହେବା ନାହିଁ, କୌଣସି ଜ୍ଞାନୀ ପରି ହେବା ନାହିଁ, ଆମେ ଯୀଶୁଙ୍କ ପରି ହେବା। ଏହା ବାଇବେଲ ଆମକୁ କହେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।